ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଫୁଲ କବିତାର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ପିଲାମାନେ ଧ୍ୟାନ ସହକାରେ ଏହାକୁ ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଆମେ ଏହି କବିତାର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଏକ ଆସ କଥାବାର୍ତ୍ତା ହେବା। କେଉଁ ସବୁ ସ୍ଥାନରେ ଫୁଲ ଫୁଟି ବାସେ? ଏହାର ଉତ୍ତର ହେବ ଗଛରେ, ଲଟା ବୁଦାରେ, ଶାଗ ଶେଉଳିରେ, ଘାସ ହୁଡ଼ାରେ, ପର୍ବତରେ, ଜଳ ଓ ସ୍ଥଳରେ, ବଣରେ, ବଗିଚାରେ, ନଦୀ ପୋଖରୀ କୂଳରେ, ଗୁମ୍ଫାରେ, କୁଞ୍ଜରେ ଓ ମନ୍ଦିର ପାଖରେ ଫୁଲ ଫୁଟି ଭାସିଥାଏ। ଖନନ ପ୍ରଶ୍ନ, ଫୁଲକୁ ଆମେ କେଉଁ ସବୁ କାମରେ ବ୍ୟବହାର କରୁ? ଏହାର ଉତ୍ତର ହେବ ଫୁଲକୁ ଆମେ ଦେବଦେବୀଙ୍କ ପୂଜାରେ ଏବଂ ଗଳା ଓ ମୁଣ୍ଡରେ ସଜାଇବାରେ ଆମେ ବ୍ୟବହାର କରୁ। ଗ ନମ୍ବର ପ୍ରଶ୍ନ, ଫୁଲ ଯୋଗୁଁ ଆଉ କିଏ ସବୁ ଉପକାର ପାଇଥାନ୍ତି? ଫୁଲ ଯୋଗୁଁ ମନୁଷ୍ୟ, ପଶୁପକ୍ଷୀଠାରୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଉପକୃତ ବା ଉପକାର ପାଇଥାନ୍ତି। ଭଅଁର ଓ ମହୁ ସଂଗ୍ରହ କରେ। ମନୁଷ୍ୟ ପୂଜାପାଠ ଏବଂ ଗଳା ଓ ମୁଣ୍ଡ ସଜାଇବାରେ ବ୍ୟବହାର କରେ। ଏହି ଫୁଲରେ ଯୋଗୀମାନେ ଦେବତାଙ୍କ ରୂପ ଦର୍ଶନ କରିଥାନ୍ତି। ତେଣୁ ଫୁଲ ଯୋଗୁଁ ପଟ ଓ କୀଟ ମଧ୍ୟ ଉପକାର ପାଇଥାନ୍ତି। ଘ ନମ୍ବର ପ୍ରଶ୍ନ, ଯୋଗୀମାନେ ଫୁଲକୁ କେଉଁ ଦୃଷ୍ଟିରେ ଦେଖନ୍ତି? ଏହାର ଉତ୍ତର ହେବ ଫୁଲକୁ ଦେଖି ଯୋଗୀମାନେ ଦେବତା ଦୃଷ୍ଟିରେ ଦେଖନ୍ତି। ङ ନମ୍ବର ପ୍ରଶ୍ନ, କେଉଁମାନେ ଫୁଲ ଦ୍ୱାରା ଆକୃଷ୍ଟ ହୋଇଥାନ୍ତି? ଭଅଁର, ପଶୁପକ୍ଷୀ ଫୁଲ ଦ୍ୱାରା ଆକୃଷ୍ଟ ହୁଅନ୍ତି। 2 ନମ୍ବର ପ୍ରଶ୍ନ, ପାଦର ଖାଲି ଅଂଶ ପୂରଣ କରିବା। ଏଠି କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି, ତାକୁ ଆମେ ଏଠାରେ ପୂରଣ କରିବା। ଏଠି ଲେଖାଯାଇଛି ମୁଥାଏ ପର୍ବତେ ଡ୍ୟାସ୍। ଏହାର ଛାଡ଼ି ଦିଆଯାଇଛି ଜଳ ସ୍ଥଳରେ। ଏଠି ଆମେ ଲେଖିବା ମୁଥାଏ ପର୍ବତେ ଜଳ ସ୍ଥଳରେ, ଜଳ ସ୍ଥଳରେ। ଖ ନମ୍ବର ପ୍ରଶ୍ନ, ଡ୍ୟାସ୍ କୂଳ କନ୍ଦରେ। ଏଠି ଲେଖିବା ବନେ ଉପବନେ କୂଳ କନ୍ଦରେ, ବନେ ଉପବନେ, ବନେ ଉପବନେ କୂଳ କନ୍ଦରେ। ଗ ନମ୍ବର ପ୍ରଶ୍ନ, ଡ୍ୟାସ୍ ଯୋଗୀଙ୍କ ଶାନ୍ତି। ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି। ଏଠି ଲେଖିବା ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି, ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି, ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି। ଘ ନମ୍ବର ପ୍ରଶ୍ନ, କେଉଁ ଦେବତାର ନ ବସେ ଶିରେ? ନ ବସେ ଶିରେ। ଏଠି ଆମେ ଲେଖିବା ନ ବସେ ଶିରେ। ବଣା ହୋଇ ଧାଇଁ ଆସେ ଭଅଁର। ଏଠି ଲେଖିବା ଆମେ ଆସେ ଭଅଁର, ଆସେ ଭଅଁର। 4 ନମ୍ବର ପ୍ରଶ୍ନ, ଡ୍ୟାସ୍ ମନ୍ଦିର ପାଶେ। ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ, ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ, କୁଞ୍ଜରେ ମନ୍ଦିର ପାଶେ। 3 ନମ୍ବର ପ୍ରଶ୍ନ, ତଳେ ଗାର ଦିଆଯାଇଥିବା ଶବ୍ଦଟି ଯେଉଁ ଅର୍ଥରେ ବ୍ୟବହାର କରାଯାଇଛି ତାହା ପାଖ ବନ୍ଧନୀରେ ଦିଆଯାଇଛି। ସେଥିରୁ ଠିକ୍ ଅର୍ଥ ବୁଝାଉଥିବା ଶବ୍ଦ ଚାରିପଟେ ଗୋଲ ବୁଲାଇବା। କ, ମୋ ବାସ ଗଛରେ ଲଟା ବୁଦାରେ। ଏଠି ବାସ ଦିଆଯାଇଛି,
ବାସ କେଉଁ ଅର୍ଥରେ ବ୍ୟବହୃତ ହେଉଛି ଆମେ ଏଠି ଲେଖିବା ଗୋଲ ବୁଲାଇବା। ଏଠି ଆମେ ମୋ ବାସ ଗଛରେ ଲଟା ବୁଧରେ, ଏହା ବାସ ଅର୍ଥ ରହିବା ସ୍ଥାନ, ତେଣୁ ରହିବା ସ୍ଥାନରେ ଆମେ ଗୋଲ ବୁଲାଇବା। ମୋ ବାସ ଚଉଦିଗ ଯାଏ ଚହଟି, ଏଠି ବାସର ଅର୍ଥ ବାସ୍ନାକୁ ବୁଝାଉଛି, ତେଣୁ ବାସ୍ନାରେ ଆମେ ଗୋଲ ବୁଲାଇବା। ପତର ଉପରେ ଦିଶେ ସୁଢଳ, ଏଠି ପତର ଅର୍ଥ କ'ଣ? ଗଛର ପତ୍ର, ଗଛର ପତ୍ର ହେବ। ଥୁଅନ୍ତି ନଦଳି କେହି ପୟରେ, ଏଠି ପୟରେ ଅର୍ଥ ପାଦରେ। ଉଁ କେଉଁ ଦେବତାର ନବସେ ଶିରେ, ଶିରେ ଅର୍ଥ ମସ୍ତକରେ, ଏଠି ଆମେ ମସ୍ତକରେ ଲେଖିପାରିବା। 4 ନମ୍ବର, ପର୍ବତକୁ କବିତାରେ ପରବତ ଲେଖାଯାଇପାରେ, ସେପରି ତଳେ ଦିଆଯାଇଥିବା ଶବ୍ଦର ପଦ୍ୟ ରୂପ ଲେଖିବା। ଏଠି ନିର୍ମଳ ଲେଖାଯାଇଛି, ତାକୁ ଆମେ ପଦ୍ୟରେ ଲେଖିଲେ ହେବ ନିରିମଳ, ଏଠି ଆମେ ଲେଖିବା ନିରିମଳ। ଚଉଦିଗେ ଲେଖାଯାଇଛି, ଏଠି ଆମେ ଲେଖିବା ଚଉଦିଗେ, ଚଉଦିଗେ। ପତ୍ର ଲେଖାଯାଇଛି, ଏଠି ଆମେ ଲେଖିବା ପତର, ପତର। 5 ନମ୍ବର ପ୍ରଶ୍ନ, ମୋହ ଯୋଗୁ ଯାଏ, ମୋହ ଯୋଗୁ ପଟ ଯାଏ ନିସ୍ତରୀ, ଏହାକୁ ନିଜ ଭାଷାରେ ବୁଝାଇ ଲେଖ। ଏହା ସରଳାର୍ଥ, ତେଣୁ ଏହି ସରଳାର୍ଥକୁ ଆମେ ଲେଖିବା। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ କୁସୁମ ବହିର ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ରଚିତ ଫୁଲ କବିତାରୁ ଆନୀତ। ଏଠାରେ କବି ଫୁଲ କିପରି ଅନ୍ୟର ଉପକାର କରେ ତାହା ବର୍ଣ୍ଣନା କରିଛନ୍ତି। ଫୁଲ ସମସ୍ତଙ୍କର ପ୍ରିୟ, ଏହା ମନୁଷ୍ୟ ପଶୁପକ୍ଷୀଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କ କାମରେ ଲାଗିଥାଏ। ଫୁଲ ନିଜର ସୌନ୍ଦର୍ଯ୍ୟ ସୁବାସରେ ସମସ୍ତଙ୍କ ମନ ଓ ପ୍ରାଣକୁ ମୋହି ନିଏ। ଫୁଲର କାନ୍ତି ଦେଖି ଯୋଗୀମାନେ ଶାନ୍ତି ପାଆନ୍ତି ଓ ତାର ଦେହରେ ଦେବତାଙ୍କୁ ଦେଖିପାରନ୍ତି। ଫୁଲ ସମସ୍ତ ଦେବଦେବତାଙ୍କ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଏ। କଦଳୀ ଗଛର ପଟରେ ଫୁଲକୁ ଗୁନ୍ଥି ମାଳ ପ୍ରସ୍ତୁତ କରାଯାଏ। ଫୁଲ ଯୋଗୁ ପଟ ମଧ୍ୟ ଦେବତାଙ୍କ ପୂଜାରେ ଲାଗି ହୋଇ ଉଦ୍ଧାର ପାଇଥାଏ। ବାସ୍ତବରେ ଫୁଲ ଛୋଟ ହେଲେ ମଧ୍ୟ ସମସ୍ତଙ୍କର ହିତ ସାଧନ କରିଥାଏ। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା। ଫୁଲକୁ ପାଇବା ପାଇଁ ଗଛ କି କଷ୍ଟ ସହିଛି? ଏହାର ଉତ୍ତର ହେବ ଫୁଲକୁ ପାଇବା ପାଇଁ ଗଛ ବହୁ କଷ୍ଟ ବା ବାଧା ବିଘ୍ନ ସହିଛି, ଯଥା ଜଳ, ସ୍ଥଳ, ବଣ, ବଗିଚା, ପର୍ବତ, ଗୁମ୍ଫା, ଲଟା ବୁଦା, ଘାସ ହୁଡ଼ା, ଶାଗ ଶିଉଳି, ନଦୀ କୂଳ ଆଦିର ପ୍ରତିକୂଳ ପରିବେଶରେ ସେ ଖରା, ବର୍ଷା, ଶୀତ, କାକର ସହି କଷ୍ଟ ସହି ବଞ୍ଚିଛି। ଖ ପବନ କେତେବେଳେ ମହକିଥାଏ? ବଣ, ବଗିଚା, ପାହାଡ଼, ଗୁମ୍ଫା, ଜଳ, ସ୍ଥଳ, ନଦୀକୂଳ ଆଦି ବିଭିନ୍ନ ଜାଗାରେ ନାନା ପ୍ରକାର ଫୁଲ ଫୁଟିଥାଏ। ଯେତେବେଳେ ଏହି ଫୁଲମାନଙ୍କର ସୁବାସ ଚଉଦିଗରେ ଚହଟିଥାଏ, ସେତେବେଳେ ପବନ ମହକିଥାଏ। ଗ ନମ୍ବର ପ୍ରଶ୍ନ, ଭଅଁର ବଣା ହୋଇ, ଭଅଁର ବଣା ହୋଇ ଫୁଲ ପାଖକୁ ଧାଇଁ ଆସେ କାହିଁକି? ଏହାର ଉତ୍ତର ହେବ ଫୁଲ ଛୋଟ ହେଲେ ମଧ୍ୟ ମନୁଷ୍ୟ ସମାଜର ହିତ ସାଧନ କରିଥାଏ। ସେପରି ଭଅଁର କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ଆମର ହିତ ସାଧନ କରିଥାଏ। ଫୁଲର ବାସ୍ନା ସୌନ୍ଦର୍ଯ୍ୟରେ ବଣା ହୋଇ ଭଅଁର ଫୁଲ ପାଖକୁ ଧାଇଁ ଆସିଥାଏ। ଘ ଫୁଲ ଯୋଗୁ ଆଉ କେଉଁ କ୍ଷୁଦ୍ର ପଦାର୍ଥର ମର୍ଯ୍ୟାଦା ବୃଦ୍ଧି ପାଇଥାଏ? ଫୁଲ ଯୋଗୁ ଗୁନ୍ଥିବା ପାଇଁ ପଟର ମର୍ଯ୍ୟାଦା ବୃଦ୍ଧି ହୋଇଥାଏ। ପଟ ଦ୍ୱାରା ଫୁଲକୁ ଗୁନ୍ଥା ଯାଇଥାଏ, ତେଣୁ ପଟର ମର୍ଯ୍ୟାଦା ବୃଦ୍ଧି
ହୋଇଥାଏ। ଉଁ ତୁମେ ଛୋଟ ଫୁଲଟିଏ ହୋଇଥିଲେ ସମାଜର କି ଉପକାର କରିଥାନ୍ତ? ଲେଖ। ଏହାର ଉତ୍ତର ହେବ ମୁଁ ଛୋଟ ଫୁଲଟିଏ ହୋଇଥିଲେ ମୋ ରୂପ ଦ୍ୱାରା ସମସ୍ତଙ୍କ ମନରେ ଶାନ୍ତି ଦେଇଥାନ୍ତି ଓ ସୁବାସରେ ଚଉଦିଗ ମହକାଇ ଦେଇଥାନ୍ତି। 7 ନମ୍ବର କ ସ୍ତମ୍ଭ ସହିତ ଖ ସ୍ତମ୍ଭ ଶବ୍ଦ ଯୋଡ଼ି ନୂଆ ଶବ୍ଦଗୁଡ଼ିକୁ ନେଇ ବାକ୍ୟରେ ବ୍ୟବହାର କର। ଏଠି ଲଟା ଦେଇଛି, ଲଟା ସହିତ ସମ୍ପର୍କ ହେବ ବୁଦା। ତେଣୁ ଲଟା ସହିତ ଆମେ ବୁଦା ଲେଖିପାରିବା। ତାକୁ ଲଗାଇ ଗୋଟେ ବାକ୍ୟ ଲେଖିବା। ଲଟା ବୁଦା, ଠେକୁଆ ଲଟା ବୁଦାରେ ଆଶ୍ରୟ ନିଏ। ଏଇଭଳି ବାକ୍ୟ କରିବା। ଶାଗ ତାର ଯୋଡ଼ିବା ଶିଉଳି, ଶାଗ ଶିଉଳିରେ ମଧ୍ୟ ଫୁଲ ଫୁଟିପାରେ। ଜଳ ସ୍ଥଳ, ଜଳ ସ୍ଥଳ, ଜଳ ସ୍ଥଳ ସମସ୍ତ ଜାଗାରେ ଭଗବାନ ଅଛନ୍ତି। ତାପରେ ବନ, ବନ ଉପବନ, ବନ ବସନ୍ତ ଋତୁରେ ବନ ଉପବନରେ ଫୁଲ ଫୁଟି ଉଠିଥାଏ। ସଞ୍ଜ ସହିତ ସକାଳ ଯୋଡ଼ିବା, ସଞ୍ଜ ସକାଳ, ସଞ୍ଜ ସକାଳରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ। ତାପରେ ଖରା ଦେଇଛି, ଖରା ବର୍ଷା, କୃଷକ ଖରା ବର୍ଷା ସହ ଫସଲ ଉତ୍ପାଦନ କରେ। ତାପରେ ପଶୁ ପକ୍ଷୀ, ପଶୁ ପକ୍ଷୀମାନଙ୍କ ଶିକାର କରିବା ଉଚିତ ନୁହେଁ। ପଶୁପକ୍ଷୀମାନଙ୍କର ଶିକାର କରିବା ଉଚିତ ନୁହେଁ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳାଂଶରେ ଆମେ ପରବର୍ତ୍ତୀ ପାଠର ପ୍ରଶ୍ନୋତ୍ତର ଆଲୋଚନା କରିବା।